ମା କାଳୀ ଦଶ ମହାବିଦ୍ୟା ମଧ୍ୟରୁ ପ୍ରଥମ, ସବୁଠୁ ମୁଖ୍ୟ ମହାବିଦ୍ୟା ଭାବରେ ପୂଜିତା। କାଳୀ ଶବ୍ଦଟି କାଳ ଅର୍ଥାତ୍ ସମୟରୁ ଆସିଛି, ଯାହାର ଅର୍ଥ ହେଉଛି ସମୟର ସ୍ୱାମିନୀ। ମା କାଳୀଙ୍କୁ ଅନ୍ଧକାର ବିନାଶ, ସମୟ ଓ ରୂପାନ୍ତରଣର ଦେବୀ ଭାବେ ମନାଯାଏ। କାଳୀ ପୁରାଣ ଅନୁସାରେ ଏ କଥା ଆସେ ଯେ ଏକବେଳେ ହିମାଳୟ ପାହାଡ଼ରେ ଅବସ୍ଥିତ ମତଙ୍ଗ ମୁନିଙ୍କ ଆଶ୍ରମକୁ ଦେବତାମାନେ ଯାଇ ମହାମାୟାଙ୍କ ଶ୍ରୀଚରଣରେ ସ୍ତୁତି କଲେ। ତାଙ୍କ ସ୍ତୁତିରେ ପ୍ରସନ୍ନ ହୋଇ ଭଗବତୀ ମତଙ୍ଗ ବର୍ଣ୍ଣିତା ରୂପରେ ପ୍ରକଟ ହେଲେ ଓ ଦେବତାମାନଙ୍କୁ ପଚାରିଲେ, ତମେ କାହାର ସ୍ତୁତି କରୁଛ? ସେହି ସମୟରେ ଦେବୀଙ୍କ ଶରୀରରୁ କଳା ପାହାଡ଼ ପରି ଦେଖାଯାଉଥିବା ଏକ ଦିବ୍ୟ ଶକ୍ତିଶାଳୀ ନାରୀ ପ୍ରକଟ ହେଲେ। ସେ ନିଜେ ମଧ୍ୟ ଦେବତାମାନଙ୍କୁ କହିଦେଲେ ଯେ ତମେ ମୋ ସ୍ତୁତି କରୁଛ। ସେ କାଜଳ ପରି କଳା ବର୍ଣ୍ଣର ଥିଲେ, ଏହି ଲାଗି ତାଙ୍କୁ କାଳୀ ନାମ ଦିଆଯାଇଥିଲା। ମା କାଳୀ ମାତ୍ର ବିନାଶକାରୀ ନୁହନ୍ତି, ସେ ନୂତନ ସୃଷ୍ଟି ଓ ପୁନର୍ବାର ଜୀବନଦାନ ଦେବାର ଅଦ୍ଭୁତ ଶକ୍ତି ରଖିଛନ୍ତି। ତାଙ୍କର କ୍ରୋଧ ମଧ୍ୟରେ ମଧୁରତା ଅଛି, ତାଙ୍କର ଭୟାନକ ରୂପ ମଧ୍ୟରେ ଅନେକ ମାତୃତ୍ୱ ଲୁଚିଛି। ଯେଉଁଠି ଅନ୍ଧକାର ଅଛି ସେଠି ମା କାଳୀ ଆଲୋକ ଆଣନ୍ତି। ଜୟ ମା କାଳୀ।